ଯେତେବେଳେ ଠାକୁରଙ୍କର ପୂଜା କରୁଛନ୍ତି, ତାଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଛନ୍ତି, ସେତେବେଳେ ଆପଣମାନଙ୍କର ନିହାତି ଜାଣିବା ଦରକାର କେଉଁ ଦେବତାଙ୍କର କେଉଁ ପୁଷ୍ପ ପ୍ରିୟ, ଯାହାକୁ ଅର୍ପଣ କରିବା ଦ୍ୱାରା ଆପଣମାନଙ୍କ ଉପରେ ଭଗବାନ ପ୍ରସନ୍ନ ହେବେ ଏବଂ ଆପଣମାନଙ୍କର ଯାହା ବି କିଛି ମନସ୍କାମନା ରହିଛି ତାହା ନିଶ୍ଚୟ ପୂର୍ଣ୍ଣ ହେବ। ଆସନ୍ତୁ ଜାଣିବା ଏହି ଭିଡ଼ିଓରେ କେଉଁ ଠାକୁରଙ୍କର କେଉଁ ଫୁଲ ପ୍ରିୟ। ବନ୍ଧୁଗଣ, ଆମେ ସର୍ବପ୍ରଥମେ ଆରମ୍ଭ କରିବା ଶ୍ରୀ ଗଣେଶଙ୍କ ଠାରୁ, କାହିଁକି ନା ଶ୍ରୀ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ଆପଣମାନେ ତ ନିଶ୍ଚୟ ଜାଣିଥିବେ, ଘରର ଯେକୌଣସି ବି ପୂଜା ହେଉ ନା କାହିଁକି ବା କୌଣସି ମାଙ୍ଗଳିକ କାର୍ଯ୍ୟ ହେଉ, ଏପରିକି ଘରର ବିବାହରେ ମଧ୍ୟ ସର୍ବପ୍ରଥମେ ଶ୍ରୀ ଗଣେଶଙ୍କର ପୂଜା ଆମେ କରିଥାଉ। ଗଣେଶଙ୍କ ପାଖରେ ସେମିତି ତ ଆପଣମାନେ ସବୁ ଫୁଲ ଅର୍ପଣ କରିପାରିବେ, କିନ୍ତୁ ଦୁବ ଘାସ ଏବଂ ଲାଲି ମନ୍ଦାର ଶ୍ରୀ ଗଣେଶଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଗଣେଶଙ୍କ ପାଖରେ ତୁଳସୀ କେବେ ବି ଲାଗେ ନାହିଁ। ତ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଶ୍ରୀ ବିଷ୍ଣୁଙ୍କର କେଉଁ ଫୁଲ ଅତ୍ୟନ୍ତ ପ୍ରିୟ। ଭଗବାନ ଶ୍ରୀ ହରିଙ୍କୁ ଅଶୋକ ଫୁଲ ଏବଂ ତୁଳସୀର ମଞ୍ଜରୀ ଅତ୍ୟନ୍ତ ପ୍ରିୟ। ଏହା ବ୍ୟତୀତ ପଦ୍ମ ଫୁଲ, କଇଁ ଫୁଲ, ଚମ୍ପା ଫୁଲ, କେତକୀ, ବୈଜୟନ୍ତୀ, ମଲ୍ଲୀ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରାଯାଇଥାଏ। ତୁଳସୀ ପତ୍ର ଏବଂ ତୁଳସୀର ମଞ୍ଜରୀ ଭଗବାନଙ୍କୁ ଅର୍ପଣ କଲେ ଭଗବାନ ଶ୍ରୀ ବିଷ୍ଣୁ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟ ନାରାୟଣଙ୍କୁ କେଉଁ ଫୁଲ ପ୍ରିୟ। ସୂର୍ଯ୍ୟ ଦେବତାଙ୍କୁ ଲାଲି ମନ୍ଦାର, ଲାଲି କନିଅର, ଅଗସ୍ତ୍ୟ, ତୁଳସୀ, ମାଳତୀ, ପଦ୍ମ ଫୁଲ ଅର୍ପଣ କରାଯାଏ। ଲାଲି ମନ୍ଦାର ଏବଂ ପଦ୍ମ ଫୁଲ ସୂର୍ଯ୍ୟଦେବଙ୍କୁ ଅତ୍ୟନ୍ତ ପ୍ରିୟ। ତ ବନ୍ଧୁଗଣ, ପ୍ରତ୍ୟେକ ଦିନ ସକାଳ ସମୟରେ ଆପଣମାନେ ସୂର୍ଯ୍ୟ ଦେବତାଙ୍କୁ ଯେତେବେଳେ ଜଳ ଅର୍ଘ୍ୟ ପ୍ରଦାନ କରୁଛନ୍ତି, ସେହି ସମୟରେ ଲାଲି ମନ୍ଦାରଟିଏ ନିହାତି ଅର୍ପଣ କରନ୍ତୁ। ଧଳା ଜାତୀୟ ଫୁଲ ସୂର୍ଯ୍ୟ ଦେବତାଙ୍କୁ ଦିଆଯାଏ ନାହିଁ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ମା ବୃନ୍ଦାବତୀଙ୍କୁ କେଉଁ ଫୁଲ ଅତ୍ୟନ୍ତ ପ୍ରିୟ। ମା ବୃନ୍ଦାବତୀଙ୍କୁ ସବୁ ପ୍ରକାରର ଫୁଲ ଆପଣମାନେ ଅର୍ପଣ କରିପାରିବେ। କିଛି କିଛି ଲୋକ କହନ୍ତି ମା ବୃନ୍ଦାବତୀଙ୍କୁ ଲାଲି ମନ୍ଦାର ଅର୍ପଣ କରାଯାଏ ନାହିଁ, କିନ୍ତୁ ସେମିତି କିଛି ନାହିଁ। ଲାଲି ମନ୍ଦାର ମଧ୍ୟ ବୃନ୍ଦାବତୀଙ୍କୁ ଆପଣମାନେ ଅର୍ପଣ କରିପାରିବେ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ମହାଦେବଙ୍କର କେଉଁ ଫୁଲ ପ୍ରିୟ। ମହାଦେବଙ୍କର ସମସ୍ତ ବିଷାକ୍ତ ଫୁଲ ଏବଂ ସମସ୍ତ ସୁଗନ୍ଧିତ ଫୁଲ ଅତ୍ୟନ୍ତ ପ୍ରିୟ, ଯେମିତିକି ଧଳା ଚମ୍ପା, ଅରଖ ଫୁଲ, ନାଗଚମ୍ପା, ସ୍ୱର୍ଣ୍ଣ ଚମ୍ପା, ଟଗର, ଦୁଦୁରା, ଶମୀ, ଲାଲି କନିଅର, ଭାଙ୍ଗ, ନାଲି କନିଅର, ଗେଣ୍ଡୁ, ଅପରାଜିତା ଏସବୁ ଫୁଲ ମହାଦେବଙ୍କୁ ଅର୍ପଣ କରାଯାଏ। କେତକୀ ଫୁଲ ମହାଦେବଙ୍କ ପାଖରେ କେବେ ବି ଲାଗିନଥାଏ। ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ଜଗତର ନାଥ ଜଗନ୍ନାଥଙ୍କୁ କେଉଁ ଫୁଲ ଅର୍ପଣ କରାଯାଏ। ଆସନ୍ତୁ ଜାଣିବା। ଜଗନ୍ନାଥଙ୍କୁ ଧଳା ତୁଳସୀ, କଳା ତୁଳସୀ, ମଲ୍ଲୀ, ସେବତୀ, ଦୟଣା, ବ୍ରହ୍ମକୋମଳ, ଜୁଇ, ସ୍ଥଳପଦ୍ମ, ଜଳପଦ୍ମ, ସ୍ୱର୍ଣ୍ଣଚମ୍ପା, ଗେଣ୍ଡୁ, ତରାଟ, ଗୋଲାପ, ଗଙ୍ଗଶିଉଳି, ସୁଗନ୍ଧରାଜ ଏବଂ ମଲ୍ଲୀ ଫୁଲ ହେଉଛି ଜଗନ୍ନାଥ ମହାପ୍ରଭୁଙ୍କର ଅତି ପ୍ରିୟ। ସମସ୍ତ ସୁଗନ୍ଧ ଜାତୀୟ ଫୁଲ କାଳିଆଙ୍କୁ ବହୁତ ପସନ୍ଦ। ବନ୍ଧୁଗଣ, ଆପଣମାନେ ଯେତେବେଳେ ଜଗନ୍ନାଥଙ୍କୁ ପୂଜା କରୁଛନ୍ତି, ଯେଉଁ ଫୁଲଗୁଡ଼ିକ ବିଷୟରେ ମୁଁ କହିଲି, ସେହି ଫୁଲ ଏବଂ ତୁଳସୀ ନିହାତି ଜଗାକୁ ଅର୍ପଣ କରନ୍ତୁ। ସେ ବହୁତ ଖୁସି ହୋଇଯିବେ ଏବଂ ଆପଣମାନଙ୍କର ମନସ୍କାମନା ନିହାତି ପୂର୍ଣ୍ଣ କରିବେ। ବନ୍ଧୁଗଣ, ଏବେ ଚାଲନ୍ତୁ ଜାଣିବା ପବନ ପୁତ୍ର ହନୁମାନଙ୍କର କେଉଁ ଫୁଲ ପସନ୍ଦ। ପ୍ରଭୁ ହନୁମାନଙ୍କୁ ଲାଲି ମନ୍ଦାର, ପଦ୍ମ ଫୁଲ, ଗେଣ୍ଡୁ, କନିଅର, ଗୋଲାପ,
ତୁଳସୀ ପତ୍ର ବେଲପତ୍ର ଅର୍ପଣ କରାଯାଏ। ଯେହେତୁ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ପରମ ଭକ୍ତ ଏବଂ ରୁଦ୍ର ଅର୍ଥାତ୍ ମହାଦେବଙ୍କର 11ତମ ଅବତାର ହେଉଛନ୍ତି ହନୁମାନ, ତେଣୁ ତାଙ୍କ ପାଖରେ ବେଲପତ୍ର ଏବଂ ତୁଳସୀ ପତ୍ର ଲାଗିଥାଏ। ଆସନ୍ତୁ ଏବେ ଜାଣିବା ଶନିଦେବଙ୍କର କେଉଁ ଫୁଲ ପ୍ରିୟ। ଶନିଦେବଙ୍କର କଳା ଏବଂ ନୀଳ ରଙ୍ଗର ସମସ୍ତ ଫୁଲ ପ୍ରିୟ ଅଟେ, ଯେମିତିକି ନୀଳ ଅପରାଜିତା, ନୀଳ ଅରଖ ଫୁଲ ଶନିଦେବଙ୍କୁ ବହୁତ ପସନ୍ଦ ଏବଂ ଶନିଦେବଙ୍କୁ ଲାଲି ରଙ୍ଗର ଫୁଲ ଏବଂ ଗେଣ୍ଡୁ ଫୁଲ କେବେ ବି ଅର୍ପଣ କରନ୍ତୁ ନାହିଁ। ଏବେ ଆସନ୍ତୁ ଜାଣିବା ପ୍ରଭୁ ଶ୍ରୀକୃଷ୍ଣଙ୍କର ପ୍ରିୟ ଫୁଲ କ'ଣ। ତୁଳସୀ ଶ୍ରୀକୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ମଲ୍ଲୀ, ପଳାଶ, ଗେଣ୍ଡୁ, କୃଷ୍ଣତମାଳ, ରାଧାତମାଳ, କଇଁ ଏବଂ ଚମ୍ପା ଆଦି ଫୁଲ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରାଯାଇଥାଏ। ଦର୍ଶକ ବନ୍ଧୁ, ଏବେ ଜାଣିବା ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଖରେ କେଉଁ ଫୁଲ ଅର୍ପଣ କରାଯାଏ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ସବୁ ଫୁଲ ପ୍ରିୟ ଅଟେ। ସେମିତି କିଛି ନାହିଁ, ସବୁ ଫୁଲ ରାମଚନ୍ଦ୍ରଙ୍କର ପ୍ରିୟ ଅଟେ। ସେଥିମଧ୍ୟରୁ କନିଅର ଫୁଲ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଖରେ ଅର୍ପଣ କରାଯାଏ ନାହିଁ। ଆଜ୍ଞା, ଏବେ ଜାଣିବା ମା ମହାଲକ୍ଷ୍ମୀଙ୍କ ପାଖରେ କେଉଁ ଫୁଲ ପୂଜା କରାଯାଇଥାଏ। ବନ୍ଧୁଗଣ, ଆମେ ସମସ୍ତେ ଜାଣିଛୁ ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅତ୍ୟନ୍ତ ପ୍ରିୟ ଅଟେ। ମାଙ୍କର ପଦ୍ମ ଫୁଲଟି ବହୁତ ପସନ୍ଦ ଅଟେ। ଏହା ବ୍ୟତୀତ ଧଳା କଇଁ, ଗେଣ୍ଡୁ ଫୁଲ, ଧଳା ଅପରାଜିତା, ଧଳା କନିଅର ଫୁଲ, ମଲ୍ଲୀ ଫୁଲ, ଲାଲି ଗୋଲାପ, ତରାଟ, ଟଗର, ସୋରିଷ ଫୁଲ ଏସବୁ ଫୁଲ ମା ଅନ୍ନପୂର୍ଣ୍ଣାଙ୍କୁ ବହୁତ ପସନ୍ଦ ଏବଂ ଅର୍ପଣ ମଧ୍ୟ ମାଙ୍କ ପାଖରେ କରାଯାଇଥାଏ। ବନ୍ଧୁଗଣ, ଏବେ ଜାଣିବା ମା ଦୁର୍ଗାଙ୍କର କେଉଁ ଫୁଲ ଅତ୍ୟନ୍ତ ପ୍ରିୟ। ମା ଦୁର୍ଗାଙ୍କୁ ଲାଲି ମନ୍ଦାର, ଅରଖ, ଧଳା ଗୋଲାପ, ମଲ୍ଲୀ, ଧଳା କନିଅର ଫୁଲ ଅର୍ପଣ କରାଯାଏ। ଏବେ ଆସନ୍ତୁ ଜାଣିବା ମା ପାର୍ବତୀଙ୍କୁ କେଉଁ ଫୁଲ ଅର୍ପଣ କରାଯାଇଥାଏ। ମାତା ପାର୍ବତୀଙ୍କୁ ଧଳା କନିଅର, ଧଳା ପଦ୍ମ, ଲାଲି ମନ୍ଦାର, ଧଳା ମନ୍ଦାର, ପଳାଶ ଫୁଲ, ଚମ୍ପା, ବେଲପତ୍ର, ଅପରାଜିତା ଫୁଲ ଯେଉଁଟାକି ନୀଳ ଅପରାଜିତା ଫୁଲ ଏସବୁ ଫୁଲ ମାଙ୍କ ପାଖରେ, ମା ପାର୍ବତୀଙ୍କ ପାଖରେ ଅର୍ପଣ କରାଯାଇଥାଏ। ତ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା ମା ସରସ୍ୱତୀଙ୍କୁ କେଉଁ ଫୁଲ ପ୍ରିୟ। ମା ସରସ୍ୱତୀଙ୍କର ଧଳା ଫୁଲ, ଧଳା ଜାତୀୟ ଫୁଲ ଅତ୍ୟନ୍ତ ପ୍ରିୟ, ଯେମିତିକି ଧଳା କନିଅର, ଧଳା ଗୋଲାପ, ଧଳା ପଦ୍ମ ଇତ୍ୟାଦି ମାଙ୍କ ପାଖରେ ଅର୍ପଣ କରାଯାଇଥାଏ। କାହିଁକି ନା ମାଙ୍କର ଅତି ପ୍ରିୟ ଫୁଲ ହେଉଛି ଧଳା ରଙ୍ଗର ଫୁଲ। ତେବେ ବନ୍ଧୁଗଣ, ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗି